ଯଶୋବନ୍ତ ସାମନ୍ତଙ୍କ ଲେଖାରୁ ଗୋଟିଏ ଗପ ଅଘରିଆ। ରଘୁପ୍ରଧାନର ସେମଟା ମୁହଁରେ ସମ୍ଭାବନାର ଚିରୁଡ଼ାଏ ହସ ଖେଳିଗଲା। ତାର ହୁଣ୍ଡା ବୁଦ୍ଧିରେ ସେ କେବଳ ଏତିକି ବୁଝିଗଲା ଯେ ସେ ଆଉ ଅଘରିଆ ହୋଇ ବାର ଓଳି ଶୁଣ୍ଡି ପିଣ୍ଡା ହେବ ନାହିଁ। ବାପା ଅଜାଙ୍କ କେଜାଣି କେତେ ପୁରୁଷର ଖଞ୍ଜା ଘର ଅଧା ବାତ୍ୟାରେ ଏବଂ ଆଉ ଅଧା ସର୍ବଗ୍ରାସୀ ବନ୍ୟାରେ ପୋଛି ହୋଇଯିବା ପରେ ରଘୁ ସମ୍ପୂର୍ଣ୍ଣ ଭାବେ ହୋଇଗଲା ଦାଣ୍ଡର ମଣିଷ। କିଛି ଦିନ ରହିଲା ସ୍କୁଲ ଘରେ, ତାପରେ କ୍ଲବ ଘରେ, ଆଉ ଏବେ ୟା ଘର ତ ତା ଘର। କ୍ଲବର କିଛି ଟୋକା ତା କାନରେ କି ମନ୍ତ୍ର ଫୁଙ୍କିଛନ୍ତି ଯେ ସେ ଏବେ କହୁଛି ତା ସପ୍ତପୁରୁଷର ଘର ତିଆରି ହୋଇଯିବ। ଢିଅ ଉପରେ ଏଥର ତାର ନିଜର ଘର ତିଆରି ହେବ। କୋଠା ଘର ସରକାର ତିଆରି କରିଦେବେ, ପୁଣି ମାଗଣାରେ। କଥାର ସତ୍ୟାସତ୍ୟ ଜାଣିବା ପାଇଁ ରଘୁ ଧାଇଁଲା ବ୍ଲକ ଅଫିସ। ଅଫିସର ପଚାରିଲେ, ତୁମର ଜମିବାଡ଼ି କେତେ? ଆଜ୍ଞା, ଢିଅ ବୋଇଲେ 1.5 ଗୁଣ୍ଠ। ଚାଷ ଜମି ନାହିଁ। ତୁମର ଆଉ କେଉଁ ସୂତ୍ରରୁ ରୋଜଗାର ଅଛି କହିଲ? ନାହିଁ ଆଜ୍ଞା, ଖଟିକିଆ ମଜୁରିଆ ଆମେ। ପିଲାପିଲି କେତୋଟି? ଆଜ୍ଞା, ଗୋଟିଏ ପୁଅ, 8 ବର୍ଷର। ହଁ। ଅଫିସର ଏଥର ସାନ୍ତ୍ୱନା ଦେଇ କହିଲେ, ତୁମେ ଇନ୍ଦିରା ଆବାସ ସ୍କିମରେ ଘର ପାଇବ। ସରକାର ତୁମ ଘର ତୋଳିଦେବେ। ତୁମେ ବର୍ତ୍ତମାନ ବଡ଼ବାବୁଙ୍କୁ ଦେଖା କର, ସେ ସବୁ କଥା ବୁଝାଇ ଦେବେ। ରଘୁଆ ମନ କୁରୁଳି ଉଠିଲା। କାହିଁ ଯେ କେତେ ଭାବିଗଲା ସେଇ ମୁହୂର୍ତ୍ତରେ। ଘର, ପୁଣି କୋଠା ଘର। ଘର ସାମ୍ନାରେ ଚଉଡ଼ା ପିଣ୍ଡା। ଖରାଦିନେ ଦକ୍ଷିଣା ପବନ ସନ୍ଧ୍ୟାରେ କାନ୍ଥକୁ ଆଉଜି ସେ ପିଣ୍ଡାରେ ବସିଥିବ। ମୁଢ଼ି ମୁଠା ମୁଠା ପାଟିରେ ପକାଉଥିବ। ସୁଲୁସୁଲିଆ ପବନରେ ତା ଆଖିପତା ଲାଗି ଯାଉଥିବ। ସାମ୍ନାରେ ବସି ପୁଅ ପାଠ ପଢ଼ୁଥିବ। ଆଉ ଏତିକି ବେଳେ ଘର ଭିତରେ ଥାଇ ବୁଲେଇ ଡାକ ମାରିବ, ହଇଓ ଶୋଇପଡ଼ିଲ? ଶୋଇପଡ଼ିଲ ନା କ'ଣ ବା? ତେଲ ନଥିଲା ପରା, ଦୋକାନକୁ ଯିବନି କି? ବଡ଼ବାବୁ ମୋଟା ଚଷମା ତଳୁ ଗାଡ଼େଇ ଚାହିଁଲେ। ତାଙ୍କ ଟାଁସିଆ ଚାହାଣୀରେ ରଘୁ ଅଧା ଦବିଗଲା। ତୁମ ନାଁ କ'ଣ? କେଉଁ ପଞ୍ଚାୟତରୁ ଆସିଛ? ବିପିଏଲରେ ତୁମର ନାଁ ଅଛି ତ? ଆଜ୍ଞା, ମୋ ନାଁ ରଘୁପ୍ରଧାନ ଆଜ୍ଞା, ରତ୍ନପୁର ପଞ୍ଚାୟତ। ଯୋଡ଼ହସ୍ତ ହୋଇ ରଘୁ ଉତ୍ତର ଦେଲା। ତୁମ ନାଁ ବିପିଏଲରେ ଅଛି ତ? ବଡ଼ବାବୁ ଗମ୍ଭୀର ହୋଇ ଚଷମାର ଉପର ଫାଙ୍କରୁ ଚାହିଁଲେ। ସେଇଟା କ'ଣ ଆଜ୍ଞା? ମୁଁ ତ ଭୋଟ ଦେବା ବେଳେ ଭୋଟ ଦିଏ, ଆଉ କିଛି ଜାଣିନି ବାବୁ। ବଡ଼ବାବୁଙ୍କର ଅଭିଜ୍ଞ ଆଖି ଠଉରେଇ ନେଲା ଯେ ରଘୁଆ କେବଳ ଗରିବ ନୁହେଁ, ନିରକ୍ଷର ବି। ତେବେ ତାର ସରଳତା ଏବଂ କରୁଣ ଚାହାଣୀରେ ବଡ଼ବାବୁଙ୍କ ଇସ୍ପାତିଆ ହୃଦୟଟା ଟିକେ ନରମିଗଲା ଏବଂ ଡ୍ରରୁ ବିଡ଼ାଏ ନଥିପତ୍ର ବାହାର କରି କହିଲେ, ଆଚ୍ଛା ଆଚ୍ଛା ବସ, ହଉ ଦେଖିବା। ବଡ଼ବାବୁଙ୍କଠୁ ସାହସ ପାଇ ରଘୁ ଟେବୁଲ ପାଖକୁ ଲାଗି ଆସିଲା ଏବଂ ରଘୁପ୍ରଧାନ ଗୁଣୁଗୁଣୁ ହୋଇ ବଡ଼ବାବୁ ବିପିଏଲ ଲିଷ୍ଟର ପ୍ରତି ଧାଡ଼ିରେ ଆଙ୍ଗୁଳି ଚାଳନା କରିବାକୁ ଲାଗିଲେ। କାହିଁ, ତୁମ ନାଁ ତ ଏଥିରେ ନାହିଁ। ଗୋଟିଏ ଧାଡ଼ିରେ ଆଙ୍ଗୁଠି ମାରି ବଡ଼ବାବୁ ପଚାରିଲେ, ସଦାନନ୍ଦ ଦାସକୁ ତୁମେ ଜାଣିଛ? ତୁମ ଗାଁ ଲୋକ ତାକୁ ଚିହ୍ନିଛ ନା? ହଁ ଆଜ୍ଞା, ତାକୁ କିଏ ନ ଜାଣେ। ତାଙ୍କର ପରା ଧାନ କଳ ଅଛି, ଚୁଡ଼ା କଳ ଅଛି, ଆଉ ଏବେ ବଏଲର କରିଛନ୍ତି ଆଜ୍ଞା। ସତେ? ବଡ଼ବାବୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ। ଆଉ ଗୋଟେ ନାଁରେ ଟିପ ମାରି ପଚାରିଲେ, ଆଚ୍ଛା ରଘୁ, ହରିହର ମହାପାତ୍ରଙ୍କୁ ଜାଣ? ହଁ ଆଜ୍ଞା, ଜାଣେ ନା କାହିଁ କହୁଛନ୍ତି? ତାଙ୍କ ବିଲରେ ଖଟିଲେ ପରା ଆମ ପେଟକୁ ଦାନା ମିଳେ। ଆମ ଗାଁର ଜମିଦାର ଆଜ୍ଞା। ତାଙ୍କ ବାପା ଅଜା ଜମିଦାର ଥିଲେ। ହରିବାବୁ ବି ଏବେ ବହୁତ ଭଲ ଲୋକ। ରଘୁ କ'ଣ ବୁଝିଲା କେଜାଣି କାକୁସ୍ଥ ହୋଇ କହିଲା, ଆଜ୍ଞା, ତାଙ୍କ ନାଁ ପାଖରେ ଖୋଜିଲେ ଏ ଗରିବର ନାଁ କେଉଁଠୁ ମିଳିବ ସାର୍? ସେମାନେ ହେଲେ ବଡ଼ବାବୁ, ବଡ଼ ଲୋକ। ଏ ଗରିବ ଗୁରୁବାଙ୍କ ପାଇଁ ଆଉ କେଉଁଠି ଲେଖା ଥିବ ଆଜ୍ଞା, ଦେଖନ୍ତୁ। ବଡ଼ବାବୁ ଏକ ଦୀର୍ଘ ନିଶ୍ୱାସ ନେଇ
ନଥିପତ୍ର ବନ୍ଦ କରିଦେଲେ। ରଘୁଆ ଦେହରୁ ପାଏ ରକ୍ତ ଶୁଖିଗଲା। ତାହେଲେ ତାହେଲେ କ'ଣ ମୋ ଘର ହୋଇପାରିବନି ଆଜ୍ଞା? ଖନେଇ ଖନେଇ ରଘୁ ପଚାରିଲା। କେମିତି ହବ? ଓଲଟି ପ୍ରଶ୍ନ କଲେ ବଡ଼ବାବୁ। ଇନ୍ଦିରା ଆବାସ କେବଳ ବିପିଏଲ୍ ଲୋକଙ୍କ ପାଇଁ। ତୁମର ତ ଏଥିରେ ନାଁ ନାହିଁ। ରଘୁଆ ପାଟିରୁ କଥା ବାହାରୁ ନଥିଲା, ଖାଲି ଓଠ ଥରୁଥିଲା। ଏପିଏଲ୍ ବିପିଏଲ୍ ଗୋଲକ ଧନ୍ଦାରେ ତା ମୁଣ୍ଡ ବିଲକୁଲ ପଶୁନଥିଲା। ଲଥ୍ କରି ସେ ବସି ପଡ଼ିଲା ସେଇଠି, ସେଇ ଚଟାଣ ଉପରେ, ଅଫିସ୍ ଚଟାଣ ଉପରେ।